ଆଜିର ମଣିଷ ପଇସା ପଛରେ ଦୌଡୁଛି, କିନ୍ତୁ ପ୍ରଶ୍ନ ହେଉଛି କ'ଣ ପଇସା ହିଁ ସବୁ କିଛି, ନା ପଇସାର ଅଭାବ ଆମକୁ ସବୁ ସମୟରେ ଟେନସନ୍, ଷ୍ଟ୍ରେସ୍ ଆଉ ଡିପ୍ରେସନରେ ଯିବା ପାଇଁ ବାଧ୍ୟ କରିଦେଇଛି। ଏହି କାହାଣୀ ଆମ ସମସ୍ତଙ୍କର, ଆଜିର ଯୁବଗୋଷ୍ଠୀମାନଙ୍କର, ଗୋଟେ ପରିବାରରେ ଇନକମ୍ କଲାବାଲା ବ୍ୟକ୍ତିର, ଜଣେ ମାଆର ଯିଏକି ଘରର ଖର୍ଚ୍ଚକୁ ଚୁପଚାପ ସମ୍ଭାଳୁଥାଏ। ଏହି କାହାଣୀ ହେଉଛି ସେହି ସବୁ ମଣିଷମାନଙ୍କର ଯାହାର ସ୍ୱପ୍ନ ପଇସା ନୁହେଁ, ଇଜ୍ଜତ ଆଉ ଶାନ୍ତି ଥିଲା, କିନ୍ତୁ ଯାହାକୁ ବାଧ୍ୟବାଧକତାରେ ନଇବାକୁ ପଡ଼ିଲା। ଯଦି ଆମେ ରୋଜଗାର ବିଷୟରେ କଥା ହେବା ତ ଆଜିର ଦୁନିଆରେ ଡିଗ୍ରୀ ଅଛି, ଟ୍ୟାଲେଣ୍ଟ ଅଛି, କିନ୍ତୁ ଚାକିରି ନାହିଁ। ସବୁଆଡ଼େ କମ୍ପିଟିସନ୍ ଅଧିକ, କିନ୍ତୁ ଅପରଚ୍ୟୁନିଟି କମ୍। ଆଉ ଯେବେ ପକେଟ୍ ଖାଲି ହେଇଯାଏ ସେବେ କେବଳ ପେଟ ନୁହେଁ, ସ୍ୱପ୍ନ ବି ଭୋକିଲା ରହିଯାଏ। ଡେଲି ଆମେ ଖବରକାଗଜରେ ପଢ଼ୁ କି ଟଙ୍କାର ଅଭାବରୁ କେହି ଜଣେ ନିଜର ଜୀବନ ଶେଷ କରିଦେଇଛି। ଜଣେ ମା ତା ପିଲା ମୁହଁରେ ମୁଠାଏ ଆହାର ଦେବା ପାଇଁ ନିଜର ଅଭିମାନକୁ ବିକ୍ରି କରିଦେଇଛି। କୌଣସି ଯୁବକ ବାରମ୍ବାର ଇଣ୍ଟରଭ୍ୟୁରେ ଫେଲ୍ ହେବା ପରେ ଡିପ୍ରେସନକୁ ନିଜର ସାଥୀ କରି ନେଇଛି। ଏସବୁ କଥା ସତ ଆଜ୍ଞା, କୌଣସି ଫିଲ୍ମର କାହାଣୀ ନୁହେଁ। କିନ୍ତୁ ସାଙ୍ଗମାନେ ମନେ ରଖନ୍ତୁ, ପଇସା ଜୀବନର ଗୋଟିଏ ଅଂଶ ହେଇଥାଏ ସତ, କିନ୍ତୁ ପୁରା ଜୀବନ ନୁହେଁ। ପଇସାର ଅଭାବ ଗୋଟିଏ ଟେମ୍ପୋରାରୀ ଚ୍ୟାଲେଞ୍ଜ ହେଇଥାଏ, କିନ୍ତୁ ଆପଣଙ୍କ ସାହସ, ଆପଣଙ୍କ ଆଗ୍ରହ, ଆପଣଙ୍କ ଚିନ୍ତାଧାରା ଏସବୁ ହେଉଛି ଆପଣଙ୍କର ପ୍ରକୃତ ସମ୍ପତ୍ତି। ଆଜି ପଇସା ନାହିଁ, କିଛି କଥା ନାହିଁ, କିନ୍ତୁ ଯଦି ଆପଣଙ୍କ ଭିତରେ ଶିଖିବାର ଭୋକ ଅଛି, ନୂଆ କାମ କରିବାର ଇଚ୍ଛା ଅଛି, ଆଉ ତଳେ ପଡ଼ିକି ଉଠିବାର ଉତ୍ସାହ ଅଛି, ତ ଆସନ୍ତାକାଲି ଆପଣଙ୍କ ପାଖରେ ପଇସା ବି ଥିବ, ଶାନ୍ତି ବି ଥିବ, ଆଉ ସମ୍ମାନ ବି ଥିବ। ଆପଲ୍ କମ୍ପାନୀର ଫାଉଣ୍ଡର ଷ୍ଟିଭ୍ ଜବ୍ସ ଥରେ କହିଥିଲେ କି ଷ୍ଟେ ହଙ୍ଗ୍ରି, ଷ୍ଟେ ଫୁଲିଶ୍। ଏହି ଦୁନିଆ ସେଇମାନଙ୍କ ପାଇଁ ଯେଉଁମାନେ ପ୍ରତ୍ୟେକ ହାର ପରେ ବି ପୁଣି ଥରେ ଛିଡ଼ା ହେବାର ସାହସ ରଖନ୍ତି। ପଇସାର ଅଭାବ ଅଛି ତ ୟୁଟ୍ୟୁବରେ ଶିଖନ୍ତୁ ନା, ଫ୍ରି କୋର୍ସେସ୍, ଫ୍ରି ଆଇଡ଼ିଆଜ, ଛୋଟ ବିଜନେସ୍ ଆରମ୍ଭ କରନ୍ତୁ। ପ୍ରତ୍ୟେକ ବଡ଼ ଜିନିଷ ପ୍ରଥମେ ଛୋଟରୁ ହିଁ ଆରମ୍ଭ ହୋଇଥାଏ। ଫ୍ରିଲାନ୍ସିଂ, ବ୍ଲଗିଂ, ଡିଜିଟାଲ ମାର୍କେଟିଂ ଅବା ନିଜର ଗୋଟିଏ ଛୋଟିଆ ସର୍ଭିସ୍ ସେଣ୍ଟର, କିଛି ନା କିଛି ଆରମ୍ଭ କରନ୍ତୁ। ଗୋଟେ ଜାଗାରେ ଏମିତି ବସି ରୁହନ୍ତୁନି। ଆଜି ପଇସା ନାହିଁ, କିନ୍ତୁ କାଲି ଆସିବ। ଆଜି ଏ ଦୁନିଆ ଇଗ୍ନୋର କରୁଛି, କାଲି ସାଲ୍ୟୁଟ୍ କରିବ। ତ ସାଙ୍ଗମାନେ, ଆପଣ ଡିପ୍ରେସନକୁ ନିଜର ସାଥୀ ବନାନ୍ତୁନି। ଉଠନ୍ତୁ, ଶିଖନ୍ତୁ, ବଦଳାନ୍ତୁ, ଆଉ ନିଜର ଗୋଟିଏ ନୂଆ କାହାଣୀ ଲେଖନ୍ତୁ। କାରଣ ପ୍ରକୃତ ହିରୋ ସିଏ ହେଇଥାଏ ଯିଏ ଅନ୍ଧାର ଭିତରେ ଆଲୋକର ରାସ୍ତା ଖୋଜିଦିଏ। ତ ଚାଲନ୍ତୁ ମିଶିକି ଲେଖିବା ଗୋଟିଏ ନୂଆ କାହାଣୀ, ବିନା କୌଣସି ଅଭିଯୋଗରେ, ବିନା କୌଣସି ବାହାନାରେ, କେବଳ କଠିନ ପରିଶ୍ରମ ଆଉ ଆଶା ସହିତ। ଯଦି ଆଜିର ଏହି ଭିଡ଼ିଓ ଆପଣମାନଙ୍କୁ ମୋଟିଭେଟ୍ କରିପାରିଥାଏ, ଆପଣଙ୍କ ହୃଦୟକୁ ଛୁଇଁଥାଏ, ତ ଆମ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଆଉ କମେଣ୍ଟ କରନ୍ତୁ। ପୁଣି ଦେଖା ହେବ ଆଉ ଗୋଟେ ନୂଆ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ମନେ ରଖିଥାନ୍ତୁ। ଧନ୍ୟବାଦ।